हेलो एवरीवन, वेलकम टू माय चैनल। दिस इज माय शिवराम प्रधान। आज वीडियो को आपण मानक स्वागत। तो आज वीडियो बहुत इंटरेस्ट रहिबो, धमाकेदार रहिबो। जाउछु आमे हमर खेत बाड़ी की। तो टिके जंगल नटी पड़ुची, सेपटे पार होगी जीवु। अल्प टिके छोटिया जंगल नटी आ। तो कौन अनुसंधान जाऊँ बोले किसी कहने गला पर कहबी आउ देखी। तो आम तो चलीचु। तो आम मैडम बुली बुली जाऊँ आगे आगे ता पछाड़ी मुझे जाऊँ वीडियो करी। तो कौन देखी देखी जाऊँ कौन आज वीडियो पकेगा बोलिकी। तो ठीक अच्छे टांगिया गोटे हाथ में धरते आगे आगे चलते देखो। तो यहाँ गोटे आमर नटी पाखे ये रही कौन ना बिलटा देखो। सेपट कौट जा। तो चली तो अनुसंधान करने कौन आज ब्लॉग पका हम। तो चलो ठिया कौन। तो ठीक अच्छे आम तो चलीचु कौन से अनुसंधान करनु कौन करूँ बोलिकी। तो देखो फ्रेंड्स माने ये सब आम नटी बिल बाड़ी। तो ठीक अच्छे आम चलीचु कौन कहते मैडम कथा किसी बुझी होने। बुली बुली थकी जाऊँ। ये चांचरा पत्थरटा ये बोइले हाँ ना बोइबा क्या जीवा कौन गोटे ब्लॉग पकेगा। ठीक अच्छे टिके रुहतु कौन पकेगा आम भाई पार्नु। टिके वेट करूँ देखा जा कौन अनुसंधान कर। तो फ्रेंड्स माने मोर भाई भौणी माने जो आम अनुसंधान जाइलु सी हूँ कलरा पत्र। तो कलरा पत्र आमर मैडम तोल देखो। कलरा पत्र रिसीव कराहब। तो कलरा तो खाऊँ ठीक अच्छे ता पत्र भी खिया हम आमि खिया हम कमी बना हम से आम घर को गले देखा। किंतु एबे तो आम आसु संग्रह करने माने आमर खेत को गाँव रू 2 किलोमीटर तो हम। तो आम आसु ये अनुसंधान यहाँ संग्रह कलापर घर को जाकि बनइबू कि बनाबू से देखा।
ଆଉ ଦେଖିଲା ପରେ ଆପଣ ମଧ୍ୟ କେତେବେଳେ କଲରା ପତ୍ର ସଂଗ୍ରହ କରିକିରି ବନେଇବେ। ଆଉ କଲରା ପତ୍ର ଦେହ ପାଇଁ ଗୋଟେ ବହୁତ ଉପକାରିତା, ମାନେ ପିତା ଗୋଟେ ବହୁତ ଭଲ ଜିନିଷ। ସେଥିପାଇଁ କଲରା ପତ୍ରକୁ ଆମେ ଭଲ ଦେହ ପାଇଁ ବୋଲିକି ବାଛି ନେଇଛୁ। ତ ବଢ଼ିଆ କଥା। ତ ଏବେ ତ ସଂଗ୍ରହ କରା ଚାଲିଛି, କଲରା ପତ୍ର ତୋଳା ଚାଲିଛି। ଆକୁ ତୋଳିଲା ପରେ ନେଇକି ବନାହବ, କେମିତି ବନାହବ ନିଶ୍ଚିତ ଭାବେ ଦେଖେଇବି। ତାକୁ ପିଠଳ ଦେଇକି ଭାଜିଲେ ବି ହବ, ପିଆଜ ମରିଚ ଦେଇକିରି ତାକୁ ଖରଡ଼ିଲେ ମଧ୍ୟ ହବ। ତୋଳ କଲରା ପତ୍ର ସହିତ କଲରା ମଧ୍ୟ ତୋଳୁଛନ୍ତି ଦେଖନ୍ତୁ। ମାନେ କଲରା ତ ପିତା ତ, ମାନେ ମୋର ଟିକେ ଡାଇବେଟିସ୍ ପେସେଣ୍ଟ ଅଛି ତ, ସେଥିପାଇଁ ଟିକେ ପିତା ଦରକାର। ଯଦି ଆପଣ ମଧ୍ୟ କେତେବେଳେ ଯଦି ଡାଇବେଟିସ୍ ପେସେଣ୍ଟକୁ ଭାଇ ଥିବେ, ନିଶ୍ଚିତ ଭାବେ ପିତା ଟିକେ ଖାଆନ୍ତୁ, ଭଲ। ତ ମ୍ୟାଡ଼ାମ୍ ଆମର ସଂଗ୍ରହ କରୁଛନ୍ତି, ସଂଗ୍ରହ କଲା ପରେ ଯିବା ଘରକୁ ବନେଇବା। ଭିଡ଼ିଓ ସାଥ୍ ରୁହନ୍ତୁ, ଦେଖିବା ଆଗକୁ କେମିତି ବନାହବ, କେଉଁ ମାଧ୍ୟମରେ ବନାହବ ନିଶ୍ଚୟ ଦେଖେଇବି। ତ ଫ୍ରେଣ୍ଡସ୍ ମାନେ, ମୋର ଭାଇ ଭଉଣୀ ମାନେ, ଆମର ଯେଉଁ ଆଜି ଯାଇଥିଲୁ ଜଙ୍ଗଲକୁ କଲରା ପତ୍ର ସଂଗ୍ରହ କରିଥିଲୁ। ତ ଏବେ ସେ କାଟି ଦେଇକିରି ରଖିଛନ୍ତି ଏଠି ଦେଖନ୍ତୁ। ତ ତାକୁ ବନଉଛନ୍ତି, କେମିତି କ'ଣ ବନଉଛନ୍ତି। ଆର ବହୁତ ପ୍ରକାର ସିଷ୍ଟମ୍ ଅଛି, କିନ୍ତୁ ଆମେ ସେମିତି ଅଧିକା ନ ଇଏ କରିକିରି ଖାଲି ପିଆଜ ଟିକେ ମରିଚ ଟିକେ ତାକୁ ଛୁଙ୍କ ଦେଇକିରି ଭାଜୁଛନ୍ତି। ତ ଏମିତି ହେଲେ ତାର ପିତାଟା ରହିବ। ତ ସେଥିପାଇଁ ପିତାଟା ରହିଲେ ଦେହକୁ ଭଲ ଗୁଣ ଆଉ ଉପକାର। ସେଥିପାଇଁ ତାକୁ ଖାଲି ପିଆଜ ଟିକେ ମରିଚ ଟିକେ ଦେଇକିରି ଖଡ଼ି ଦେଉଛନ୍ତି। ତ ଇଏ ମଧ୍ୟ ଭଲ ଲାଗିବ ଖାଇବା ପାଇଁ। ଆଉ ନାଇଁ ତ ତାକୁ ପିଠଳ ଦେଇକି ଭାଜିଲେ ମଧ୍ୟ ହେଉଛି, କିନ୍ତୁ ସେମିତି କରିବୁନୁ। ଖାଲି ପିଆଜ ମରିଚ ଦେଇକିରି ଖଡ଼ି ଦେବେ, ତାକୁ ପାଣିରେ ଧୋଇ ଦେଇଥିବେ। ଏବେ ଦେଖନ୍ତୁ, ଇଏ ଅଳ୍ପ ଟିକେ ଶାଗ, ବେଶୀ ପିତା ଖାଇଲେ ମଧ୍ୟ ତ ସେ ନାହିଁ, ଯେତିକି ଦରକାର ସେତିକି ଖାଆନ୍ତୁ। ତ ଏବେ ଲୁଣ ଟିକେ ସ୍ୱାଦ ଅନୁସାରେ ଦେଲେ ତାକୁ ଖାଲି ଖରଡ଼ା ହେଇଯିବ, ହେଲେ ସରିଲା ତାର। ତ ଏଭଳିଆ ସିଷ୍ଟମ୍ରେ ବନାନ୍ତୁ, ଦେହକୁ ଭଲ। ଆଉ ପିତା ଯେତେ ଖାଇପାରିବ ଭଲ। ତା ମାନେ ନାହିଁ ଯେ ବେଶୀ ଖାଇବାଟା ଠିକ୍ ନୁହଁ। ସେଥିପାଇଁ ଯେତିକି ଆବଶ୍ୟକ ସେତିକି ହିଁ ଖାଆନ୍ତୁ। ଆଉ ଡେଲି ଖାଇବା ପାଇଁ ଚେଷ୍ଟା କରନ୍ତୁ, ଯେଉଁମାନଙ୍କର ଡାଇବେଟିସ୍ ଅଛି। ତ ଟିକେ ଘୋଡ଼େଇ ଦେଲେ ତାପରେ ଯିବା ତାକୁ ଟ୍ରାଏଲ୍ କରିବା। ତ ଫ୍ରେଣ୍ଡସ୍ ମାନେ, ମୋର ଭାଇ ଭଉଣୀ ମାନେ ଦେଖନ୍ତୁ, ସେ ଯେଉଁ ଆମର କଲରା ପତ୍ର ଭାଜି ଦେଇକିରି ସେ ପତ୍ରରେ ଦେଇଛନ୍ତି। ଇଏ ହେଉଛି ସେ କଲରା ପତ୍ର, ଆଉ ପାଖରେ ଅଛି ପଖାଳ ଭାତ। ତ କ'ଣ କରିବା, ଆଉ ଆକୁ ଏବେ ଖିଆ ହେବ କଲରା ପତ୍ର ପଖାଳ ଭାତ। ତ ଷ୍ଟାର୍ଟ କରିବା ପୂର୍ବରୁ ଆପଣମାନଙ୍କୁ ଗୋଟେ ରିକ୍ୱେଷ୍ଟ, ଭିଡ଼ିଓଟା ଟିକେ ଭାଇ ପାଇଁ ଦେଖନ୍ତୁ। ଆଉ ଭିଡ଼ିଓଟା ଭଲ ଲାଗିଲେ ନିଶ୍ଚିତ ଭାଇ ପାଇଁ ଗୋଟେ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବେ। ତ ଯିବା ଷ୍ଟାର୍ଟ କରିଦେବା। ରହିଲି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।